ହ୍ୟାଲୋ ଫ୍ରେଣ୍ଡସ୍, ମୁଁ ରଞ୍ଜନ। କେନ୍ଦ୍ରାପଡ଼ାରେ ମୋ ଘର। ମୁଁ ଏକ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ। ଏବେ ମୁଁ ଏକ ନୂଆ ଘରକୁ ସିଫ୍ଟ କରିଛି ଏଇ 2 ମାସ ହେବ। ସେଇ ଘର ମାଲିକାଣୀକୁ ନେଇ ମୋର ଏଇ ସତ କାହାଣୀ ଆପଣମାନଙ୍କୁ ଖୁସି କରିଦେବ ବୋଲି ମୋର ଆଶା ଓ ବିଶ୍ୱାସ। ମୁଁ ଆଗରୁ ଏକ ଘରେ 5 ବର୍ଷ ହେବ ମୋ ପରିବାର ସହ ରହୁଥିଲି। ମୋ ପରିବାର କହିଲେ ମୋର ମେଣ୍ଟାଲିଆ ସ୍ତ୍ରୀ, +3 ସାଇନ୍ସ ପଢ଼ୁଥିବା ମୋ ଝିଅ ଓ 7ମ ଶ୍ରେଣୀରେ ପଢ଼ୁଥିବା ମୋର ଗୋଟିଏ ପୁଅ। ମୋତେ ଏବେ 48 ବର୍ଷ। ମୋ ସ୍ତ୍ରୀର ଟିକେ ମୁଣ୍ଡ ଦୋଷ ଅଛି, ସେଥିପାଇଁ ସେ ରାତିରେ ନିଦ ବଟିକା ଖାଇକି ଶୁଏ। ତେଣୁ ମୋର ଗୁପ୍ତ ଜୀବନ ମାନେ ଶାରୀରିକ ଜୀବନ ମୋର ସବୁବେଳେ ଅଧୁରା। ଯେତେବେଳେ ମୋର ପେଲିବାକୁ ଇଚ୍ଛା ହୁଏ, ସେ ନିଦରେ ଶୋଇଥିବା ବେଳେ ମୋ କଦଳୀକୁ ତା ଗୁମ୍ଫାରେ ମୁଁ ପୂରେଇକି ପେଲେ। ମୋର ରସ ବାହାରିଗଲେ ମୁଁ ଶୋଇପଡ଼େ। ଆପଣମାନେ ଜାଣୁଥିବେ ମୋତେ କ'ଣ ଲାଗୁଥିବ। ମୋତେ ଜମାରୁ ସୁଖ ଲାଗେନା। ଆମେ ଏବେ ଏକ ନୂଆ ଭଡ଼ା ଘରକୁ ଆସିଛୁ। ବ୍ରାହ୍ମଣ ଘର ମାଲିକାଣୀ, ଅତି ସୁନ୍ଦରୀ। ବୟସ ପାଖାପାଖି 35 କି 36 ବର୍ଷ ହେବ। ନାଁଟି ତାଙ୍କର ଅନୁସୟା। ସେ ଅଙ୍ଗନବାଡ଼ି ଦିଦି। ଗୋଟିଏ ପୁଅ 8ମରେ ପଢ଼ୁଛି। ତାଙ୍କ ସ୍ୱାମୀ ଏକ ବିଜନେସମ୍ୟାନ୍। ସକାଳୁ ଦୋକାନକୁ ଯାଇ ରାତି 11ଟାରେ ଫେରନ୍ତି। ଏଇ କିଛିଦିନ ରହିବା ଭିତରେ ତାଙ୍କ ପରିବାର ଓ ଆମ ପରିବାର ଭିତରେ ଏକ ଭଲ ସମ୍ପର୍କ ଗଢ଼ି ଉଠିଛି। ତାଙ୍କ ସ୍ୱାମୀ ଏକୁଟିଆ ଥିବାବେଳେ ମୋ ସ୍ତ୍ରୀ ଭଲ ମନ୍ଦ ରାନ୍ଧି ଖାଇବାକୁ ଦିଏ, କିନ୍ତୁ ମୋ ଭାଗ୍ୟକୁ ଏସବୁ ଜୁଟି ନଥିଲା। ମୁଁ କେବେ ତାଙ୍କୁ ଖରାପ ନଜରରେ ଦେଖିନଥିଲି। ମୁଁ ଜାଣିନଥିଲି ସେ ବି ଏଇ ଶାରୀରିକ ସୁଖରୁ ବଞ୍ଚିତ ବୋଲି। ଏଇ ଗତ ମାସର କଥା। ମୋ ପରିବାର ରଜ ପର୍ବ ପାଇଁ ଗାଁକୁ ଯାଇଥିଲେ। ମୋର ଟ୍ୟୁସନ୍ ପାଇଁ ମୁଁ ଗାଁକୁ ଯାଇନଥାଏ। ଘର ମାଲିକଙ୍କ ପୁଅ ତା ମାମୁଁ ଘରକୁ ଯାଇଥାଏ। ଘର ମାଲିକାଣୀ ମୋତେ ସାର୍ ଆଜି ରାତିରେ କ'ଣ ଖାଇବେ ବୋଲି ପଚାରିବା ପାଇଁ ଆମ ରୁମ୍କୁ ଆସିଲେ। ପ୍ରଥମ ଥର ତାଙ୍କ ରୂପକୁ ମୁଁ ଆଖି ପୁରାଇ ଦେଖିଲି। ପୁରା ସୁନ୍ଦରୀ ସ୍ତ୍ରୀ ଲୋକ। ବେଲ 36 ହେବ, ଆଉ ପିଚା ପୁରା ମସ୍ତ ହୋଇଛି। ଦେଖୁ ଦେଖୁ ମୋ କପଡ଼ା ଭିତରେ ମୋ କଦଳୀ ପୁରା ଠିଆ ହୋଇଗଲା। ଘରେ କେହି ନଥିବାରୁ ମୁଁ ଗୋଟେ ବ୍ରଡ଼ବାଇଜରର ଗୋଟେ ମାଲ୍ ମାରିଥିଲି। ମୋତେ ଟିକେ ହାଲକା ନିଶା ହୋଇଥାଏ। ସେ ମୋତେ କହିଲେ ସାର୍ କ'ଣ ଖାଇବେ କୁହନ୍ତୁ, ମୁଁ ରୋଷେଇ କରିଦେବି। ମୁଁ କହିଲି ନାହିଁ, ତୁମେ କାହିଁକି କଷ୍ଟ କରିବ, ମୁଁ କ'ଣ କରିକି ଖାଇଦେବି। ସେ ନାହିଁ ନାହିଁ ସେମିତି କେମିତି ହେବ କହିଲେ। ମୁଁ ନଥିଲା ବେଳେ ଆପଣଙ୍କ ଘରଣୀ ମୋ ସ୍ୱାମୀଙ୍କୁ ଖାଇବାକୁ ଦେଉଛନ୍ତି, ମୁଁ କ'ଣ ଏତିକି କରିପାରିବିନି। ଆଜି ସେ ଏକ ଟୁର୍ରେ ଯାଇଛନ୍ତି। 2 ଦିନ ପରେ ଘରକୁ ଫେରିବେ। ପୁଅ ତ ନାହିଁ, ଆପଣ ଓ ମୁଁ 2 ଜଣ ଖାଇବା। ମୁଁ ରୋଷେଇ କରୁଛି। ଏତିକି କହି ସେ ତାଙ୍କ ଘରକୁ ଚାଲିଗଲେ। ରାତି 9ଟା ବେଳକୁ ପୁଣି ଆସିଲେ। କହିଲେ ରୋଷେଇ ସରିଲା, କେତେବେଳେ ଖାଇବେ କୁହନ୍ତୁ। ମୁଁ କହିଲି ଆଉ ଟିକେ ଯାଉ ଖାଇବି। ତାପରେ ସେ କହିଲେ ମୁଁ ଏକୁଟିଆ ବୋର୍ ହେଉଛି, ଏଇଠି ଟିକେ ବସିପାରିବି। ମୁଁ କହିଲି କିଛି ଅସୁବିଧା ନାହିଁ, ବସ। ସେ କହିଲେ ଆପଣ ବହୁତ ଭଲ, ସରକାରୀ ଚାକିରି କରିଛନ୍ତି, କିଛି ଅସୁବିଧା ନାହିଁ। ମୁଁ କହିଲି ସେ କଥା ଠିକ୍ ଯେ ହେଲେ। ସେ କହିଲେ ହେଲେ କ'ଣ? ମୁଁ କହିଲି ନାହିଁ କିଛି ନାହିଁ। ଏମିତି ଗପିବା ଭିତରେ ସେ ମୋ କଦଳୀ ଆଡ଼କୁ ଖାଲି ଅନାଉଥାନ୍ତି। ମୁଁ ତାଙ୍କର ହାବଭାବରୁ କିଛି ଜାଣିପାରୁନଥାଏ। ସେ ଜାଣିଦେଲେ କି ମୁଁ ନିଶାରେ ଅଛି। ସେ କହିଲେ କ'ଣ ଭାଉଜ ନାହାନ୍ତି ବୋଲି ଏସବୁ ଚାଲିଛି? ଭାଉଜ ଆସନ୍ତୁ, ମୁଁ କହିଦେବି। ମୁଁ କହିଲି ଏକୁଟିଆ ଥିଲି ତ ଭଲ ଲାଗିଲାନି, ମାଲ୍ ଟିକେ ପିଇ ଦେଇଛି। ସେ କହିଲେ ମୋତେ ଟିକେ ଦିଅ। ମୁଁ ଆଶ୍ଚର୍ଯ୍ୟ ହେଲି ଏକଥା ଶୁଣି। ସେ କହିଲେ ଆପଣ ବ୍ୟସ୍ତ ହୁଅନ୍ତୁନି, ମୋର ବି ଟିକେ ଏସବୁ ଜିନିଷ ଉପରେ ଅଭ୍ୟାସ ଅଛି। ମୁଁ କହିଲି ହଉ ଠିକ୍ ଅଛି, ତୁମେ ଖାଇବା ରେଡ଼ି କର, ମୁଁ ଯାଉଛି ଆଉ 2ଟା ଆଣିଛି। ତାପରେ ମୁଁ ଯାଇକି 2ଟା ଧରିକି ଆସିଲି। ଦୁହେଁ ସାଙ୍ଗ ହୋଇକି ଖାଇଲୁ, ତା ସହିତ ପିଇଲୁ। ତାଙ୍କୁ ଧୀରେ ଧୀରେ ନିଶା ଧରିଲା ପରେ ସେ ପୁରା ଖୋଲାଖୋଲି କଥା ହେଲେ। ସେ କହିଲେ ସାର୍ ଆପଣ ବହୁତ ସୁନ୍ଦର, କିନ୍ତୁ ଆପଣଙ୍କ ସ୍ତ୍ରୀ ଏମିତି କେମିତି? ମୁଁ ଆପଣଙ୍କର ସ୍ତ୍ରୀ ହୋଇଥିଲେ ଭଲ ହୋଇଥାନ୍ତା। ଏତିକି କହି ସେ ମୋ ପାଖକୁ ଲାଗି ଆସିଲେ। ମୁଁ ତାଙ୍କ କାନ୍ଧରେ ହାତ ଥୋଇଲି। ସେ କିଛି ବି କହିଲେ ନାହିଁ। ମୁଁ ତାଙ୍କର ବେଲକୁ ଧୀରେ ଧୀରେ କପଡ଼ା ଉପରୁ ଦଳିଲି। ସେ ହାଲକା ଚିତ୍କାର କଲେ। ତାପରେ ମୁଁ ତାଙ୍କର ବୋତାମ ଖୋଲିଦେଲି। ସେ ଭିତରେ ଧଳା ରଙ୍ଗର କପଡ଼ା ପିନ୍ଧିଥିଲେ। କପଡ଼ା ଉପରୁ ମୁଁ ତାଙ୍କ ବେଲକୁ ପାଟିରେ ପୂରେଇ ଚୋଷି ପକାଇଲି। ସେ ନିଜେ ତାଙ୍କ କପଡ଼ାକୁ ଖୋଲିଦେଲେ। କହିଲେ ସାର୍ ଆଜି ମୋତେ ସନ୍ତୁଷ୍ଟ କରିଦିଅନ୍ତୁ, ମୁଁ ବହୁତ ଦିନରୁ ଭୋକିଲା ଅଛି। ମୋ ସ୍ୱାମୀ ମୋତେ ଭଲସେ ପେଲି ପାରୁନାହାନ୍ତି। ଦୋକାନରୁ ଆସି ଶୋଇ ପଡ଼ୁଛନ୍ତି। ମୋ ଗୁମ୍ଫା ଖାଲି ଗଲଗଲ ହେଉଛି। କେତେବେଳେ ବାଇଗଣ ତ କେତେବେଳେ ଆଙ୍ଗୁଠି ପୂରେଇ ମୁଁ ପାଣି ବାହାର କରୁଛି।
ଆପଣ ଏଠି ରହିବା ଠାରୁ ଏଭଳି ସୁଯୋଗକୁ ମୁଁ ଅପେକ୍ଷା କରିଥିଲି। ଆପଣ ମୋ ଗୁମ୍ଫାର ଗରମକୁ ଶାନ୍ତ କରନ୍ତୁ। ତାପରେ ମୁଁ କହିଲି ହଉ ଠିକ୍ ଅଛି, ଚାଲ ଶୋଇବା ଘରକୁ ଯିବା। ସେ କହିଲେ ଚାଲ ଆଜି ଆମ ରୁମ୍ରେ ଶୋଇବା। ତାଙ୍କ ରୁମ୍ରେ ଏସି ଲାଗିଛି। ମୋ ରୁମ୍ରେ ତାଲା ପକାଇ ତାଙ୍କ ରୁମ୍କୁ ଗଲୁ। ରୁମ୍କୁ ଗଲା ପରେ ସେ ପୁରା ଉଲଗ୍ନ ହୋଇକି ଶୋଇଗଲେ। ମୁଁ ତାଙ୍କ ଗୋଡ଼ରୁ ଚୁମିବା ଆରମ୍ଭ କଲି। ତାଙ୍କର ଗୁମ୍ଫା ଚାରିପଟେ ଅଳ୍ପ ଅଳ୍ପ ବାଳ। ଓଃ କି ସୁନ୍ଦର ଗୁମ୍ଫା! ଧୀରେ ଧୀରେ ମୁଁ ତାଙ୍କର ଗୁମ୍ଫାକୁ ଚାଟିବାକୁ ଲାଗିଲି। ସେ ପିଚାକୁ ଉଠେଇ ଆହୁରି ଖାଅ ହେଉଥାନ୍ତି। ସେ କହିଲେ ଆଜି ଆମେ ଘଇତା ଆଉ ମାଇପ। ତୁମେ ମୋ ଗୁମ୍ଫାକୁ ଫାଡ଼ି ଦେଲେ ବି ମୋର କିଛି କହିବାର ନାହିଁ। ମୁଁ ତାଙ୍କର କଥା ଶୁଣୁଥାଏ ଆଉ ତାଙ୍କର ସେଇ ବାଳୁଆ ଗୁମ୍ଫାକୁ ଚାଟୁଥାଏ। ତାଙ୍କ ଗୁମ୍ଫାରୁ ଟିକେ ଟିକେ ପାଣି ବାହାରିଲା ଆଉ ମୁଁ ମୋର ବରମୁଣ୍ଡାକୁ ଖୋଲିଦେଲି। ସେ ମୋ କଦଳୀକୁ ଦେଖି ପୁରା ଆଶ୍ଚର୍ଯ୍ୟ। ମୋ କଦଳୀର ସାଇଜ୍ 7 ଇଞ୍ଚ ଲମ୍ବା ହେବ। ତାପରେ ସିଏ ମୋ କଦଳୀକୁ ଧରି ଆଉଁସିଲେ। କହିଲେ ମୋ ସ୍ୱାମୀଙ୍କ ଠାରୁ ତୁମର ବହୁତ ବଡ଼। ଆଜି ମୋତେ ପୁରା ମଜା ଆସିବ। ତାପରେ ମୁଁ ତାଙ୍କୁ ମୋ କଦଳୀକୁ ପାଟିରେ ପୂରେଇ ଚୋଷିବାକୁ କହିଲି। ସେ ସେଭଳି କେବେ କରିନଥିଲେ, ତେଣୁ ସେ ପ୍ରଥମେ ରାଜି ହେଉନଥିଲେ ବି ପରେ ପାଟିରେ ମୁଁ କହିବା ପରେ ପାଟିରେ ପୂରେଇକି ଚୋଷିଲେ। ମୋର ପୁରା ଟାଣ ହୋଇଗଲା। ଆମେ 69 ଆସନରେ ରହି ମୁଁ ତାଙ୍କର ଗୁମ୍ଫାକୁ ଚାଟିଲି ଆଉ ସେ ମୋର କଦଳୀକୁ ଚୋଷିଲେ। ଏମିତି 15 ମିନିଟ୍ ଚାଲିଲା ପରେ ତାଙ୍କ ଗୁମ୍ଫାରୁ ରସ ବାହାରିଗଲା। ସେ କହିଲେ ଆଉ ସମ୍ଭାଳି ହେଉନି, ତୁମର କଦଳୀ ଏଥର ମୋ ଗୁମ୍ଫାରେ ପୂରେଇକି କର। ତାପରେ ମୁଁ ତାଙ୍କୁ ତଳେ ଶୁଆଇ ତାଙ୍କର ପିଚା ତଳେ ତକିଆ ଦେଇ ପିଚାକୁ ଉଚ୍ଚା କରି କଦଳୀକୁ ଗୁମ୍ଫା ମୁହଁରେ ଲଗେଇ ଧୀରେ ଧୀରେ ଘଷିବାକୁ ଲାଗିଲି। ସେ ଖାଲି ସଁ ସଁ ହୋଇ ଦାବି ଦିଅ, ମୋ ଗୁମ୍ଫା ଆଜି ଫଟେଇ ଦିଅ। କି କଦଳୀ ରଖିଛ ତମେ, ଶୀଘ୍ର ପୁରାଅ। ଏହା କହି ସେ ମୋ କଦଳୀକୁ ଧରି ତାଙ୍କର ଗୁମ୍ଫାର ମୁହଁରେ ଲଗେଇକି ଦାବି ଦେଲେ। ତାପରେ ମୁଁ ମୋର କଦଳୀକୁ ତାଙ୍କ ଗୁମ୍ଫାରେ ସେଟ୍ କରି ଗୋଟିଏ ଧକ୍କା ମାରିଲି। ସେ ଚିଲେଇ ଉଠିଲେ, ମାଲୋ ମରିଗଲି। ଅଧା କଦଳୀ ଭିତରକୁ ପଶିଗଲା। ସେ କହିଲେ ଏତେ ମୋଟା ହେଇଛି ମୁଁ ନେଇପାରୁନି। ମୁଁ ତାପରେ ଟିକିଏ ରହି ତାଙ୍କର ବେଲକୁ ପାଟିରେ ପୂରେଇକି ଖାଇଲି। ତାଙ୍କର ଓଠକୁ ଦାନ୍ତରେ କାମୁଡ଼ି ଧରି ଆଉ ଗୋଟେ ଧକ୍କା ଦେଲି। କଦଳୀ ପୁରା ଭିତରକୁ ପଶିଗଲା। ଟିକେ ରହି ଧମାଧମକ ପେଲି ଚାଲିଲି। ପଚ୍ ପଚ୍ ଶବ୍ଦରେ ସାରା ଘର ଖାଲି ଦୁଲୁକି ଉଠିଲା। କଦଳୀକୁ ପଦାକୁ କାଢ଼ୁଥାଏ ଓ ପୁଣି ତାଙ୍କର ଗୁମ୍ଫାରେ ପୁରାଉଥାଏ। ଏମିତି 10ରୁ 15 ମିନିଟ୍ କରିବା ଭିତରେ ତାଙ୍କର ଗୁମ୍ଫାରୁ 2 ଥର ପାଣି ବାହାରିଗଲା। ସେ ହାଲିଆ ହୋଇକି ଶୋଇଗଲେ। କହିଲେ ମୁଁ ଆଉ ପାରିବିନି। ମୁଁ କହିଲି ମୋର ତ ବାହାରିନି। ତାଙ୍କୁ ଆଣ୍ଠୁ ଭାଙ୍ଗି ଖଟ ଉପରେ ମୁଁ ଶୁଆଇଦେଲି ଓ ପଛୁଆ ମାନେ ତାଙ୍କ ପିଚାପଟୁ ତାଙ୍କ ଗୁମ୍ଫାରେ କଦଳୀ ପୂରେଇକି ପେଲିଲି। 10-12 ଧକ୍କା ମାରିବା ପରେ ମୋର ରସ ବାହାରିବାର ସମୟ ହେଲା। ମୁଁ କହିଲି କେଉଁଠି ଛାଡ଼ିବି? ସେ କହିଲେ ଭିତରେ ଛାଡ଼। ମୁଁ ଅପରେସନ୍ ହୋଇଛି, କିଛି ଅସୁବିଧା ନାହିଁ। ମୁଁ ଆଉ ଡେରି ନକରି ଘମାଘମ ପେଲି ସବୁ ରସ ତାଙ୍କର ଗୁମ୍ଫା ଭିତରେ ଛାଡ଼ିଲି। ସେଦିନ ରାତିରେ ମୁଁ ତାଙ୍କୁ ଆହୁରି 2 ଥର କରିଲି। ତାପରେ ମୋର ପରିବାର ପଳାଇ ଆସିଲେ। ଆଉ କେବେ ସୁଯୋଗ ମିଳୁଛି ଦେଖିବା। ଆଜି ପାଇଁ ଏତିକି, ରହୁଛି। ଧନ୍ୟବାଦ। ଆଶା କରୁଛି କାହାଣୀଟି ଆପଣମାନଙ୍କୁ ବହୁତ ଗରମ କରିଥିବ। ଯଦି ଗରମ କରିଛି ତାହେଲେ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ। ତଳେ କମେଣ୍ଟ ବକ୍ସରେ ଆପଣମାନେ କେଉଁଭଳି କାହାଣୀ ଶୁଣିବାକୁ ଚାହୁଁଛନ୍ତି ତାହା ବି କମେଣ୍ଟ କରନ୍ତୁ। ଆଜି ପାଇଁ ଏତିକି, ରହୁଛି। ଦେଖା ହେବା ଆଉ ଏକ ନୂଆ ଭିଡ଼ିଓର ଏକ ନୂଆ ଗରମାଗରମ କାହାଣୀରେ।